ମୁଦି ସନ୍ତକ ପାଇ ଜନକ ତନୟା ବିଚାରନ୍ତି ଅସୁର ବା କରିଅଛି ମାୟା ବନ ପଶୁ ହୋଇ ବୁଲିଥାନ୍ତା ଦେବତାଙ୍କ ଅଳଙ୍କାର କାଉଁ ଏ ପାନ୍ତା ବନ ପଶୁ ହୋଇ ପୁଣି ଏଡ଼େକ ସୁନ୍ଦର କାହିଁ ତ ଦେଖିଲା ନାହିଁ ନେତ୍ର ମୋର କପି ଜୀବର ଏଡ଼େକ ସାହସ କାହିଁ କେମନ୍ତ ଇଲା ଏହୁ ସାଗର ଡେଇଁ ଏତେ ବୋଲି ବିଚାରନ୍ତି ଜନକଙ୍କ ସୁତା ନିଶ୍ଚୟ ରାବଣ ଏହି ଇନ୍ଦ୍ରଜିତ ପିତା ଏତେ ଭାଳି ପଚାରନ୍ତି ହନୁକୁ ଚାହିଁ ପୂର୍ବେ ତୋର ମୋହର ଦେଖିଲା ନାହିଁ ଯେମନ୍ତ ପ୍ରତେ ଜୀବଇ ସେ କଥା କହ ମୋର ମନକୁ ତ ତୋତେ ଲାଗଇ ସନ୍ଦେହ ଏହା ଶୁଣି ହନୁମନ୍ତ ଜଡ଼ଇ କର ମୋହି ଅଧମ କେଶରୀ କପିର କୁମାର ବାଳି ସୁଗ୍ରୀବଙ୍କର ଭଣଜା ଅଟଇ ଏବେ ରଘୁନାଥଙ୍କ ଚରଣେ ଖଟଇ ଜାନକୀ ବୋଲନ୍ତି ଜାଣେ କେ ସୁଗ୍ରୀବର କେ ଜାଣଇ ବାଳି ରାଜା କାହାର କୁମର ଜାଣିଥିଲେ କହ ତୁ ଗୁପତ ସନ୍ଦେଶ ନ କହିଲେ ନିଶ୍ଚୟ ତୋତେ କରିବି ଦେବି ନାଶ ହନୁମନ୍ତ ବୋଲଇ ଶୁଣଗ ବହି ଦେଇ ଚିତ୍ରକୂଟ ବରଷେ କଥିଲ ରହି ତହିଁରେ ଯେତେକ କଲ ତୁମେ କ୍ରୀଡ଼ା ରସ ଗୁପତେ କହିଲେ ରାମ ସେହି ସନ୍ଦେଶ ଦିନେ ଲକ୍ଷ୍ମଣକୁ ବସା ଜଗାଇ ବନରେ ବିହାର କଲ ଏକାନ୍ତ ହୋଇ ବନ ମଧ୍ୟ ତୁମକୁ ଲୁଚି ରଘୁପତି ଖୋଜି ଖୋଜି ଠାବ କଲେ ଆହେ ମହାସତୀ ତହିଁ ନାଗେଶ୍ୱର ବନେ ଯାଇ ନ ପଶିଲ ନାନା ପୁଷ୍ପ ତୋଳି କ୍ରୀଡ଼ା ରସରେ ମାତିଲ ପୁଣି ମନ୍ଦାକିନୀ ଜଳେ ପଶିଲ ଗ ଯାଇ ଜଳ କ୍ରୀଡ଼ା ସାରି କୂଳେ ମିଳିଲ ଗ ଦୁଇ ଧାତୁ ଶିଳାରେ ବସାଇ ଜଗତ ଜିତା ଘେରୁ କରି ତୁମ ମୁଣ୍ଡେ ଦେଲେ କଚିତା ତହୁଁ ହସ୍ତ ଧରା ଧରି ହୋଇନ ଗଲ ବନରେ ବୁଲି ଦେଖିଲ ମର୍କଟ ପଲ ତାହା ଦେଖି ଭୟ ପାଇ ଗଲ ପଳାଇ ଲେଉଟି ରାମେ ଧଇଲେ ତୁମକୁ କୁଣ୍ଡାଇ କଳ କରନ୍ତଣ ଘେରୁ ଚିତା ଲାଗିଲା ତହିଁ ଦୁଇ ଜଣଙ୍କର ଲୀଳା ବଢିଲା ଗୁପତ କରିଣ ରାମ ଏହା ବଇଲେ ଏକଥା କହିବୁ ସୀତା ପ୍ରତେ ନ ଗଲେ ଏତେ ଏହା ଶୁଣି ଜାନକୀ ହଇଲେ ହରସ ବଇଲେ ତୁ ପ୍ରଭୁଙ୍କର ବଡ଼ ବିଶ୍ୱାସ କହ କହ ହନୁମନ୍ତ କୁଶଳର ବାଣୀ କୁଶଳ ଲକ୍ଷଣ ସେବା କରନ୍ତି ଜାଣି ମୋହଠାରେ ତାହାଙ୍କର ଅଛି କି ମନ ବୋଲଇ ବିକ୍ରମ କହ ହେ ହନୁମାନ ହନୁମର କାନ୍ତର କୁଶଳ ଲକ୍ଷଣ ସର୍ବକୁଶଳ ମୋର କତ ହେମ ବେନି କଳେବର ହୋଇନାହାନ୍ତି ନା ଦୁର୍ବଳ ହନୁ ହେ ବେନି ଭାଇଙ୍କର କୁଶଳ କୁଶଳ କରି ଲକ୍ଷଣ ସେବା କରିଥାନ୍ତି ଟିକି ପାଦ କମଳ ମୋର ବିଚ୍ଛେଦ ହୋଇଲା ଦିନୁ ତନୁ ଦୁର୍ବଳ ହୋଇଥିବ ପରା ଅଧୈର୍ଯ୍ୟ ହୋଇଲେ ଲକ୍ଷଣ କରାଉଥାନ୍ତି ଟିକି ଧୀରା ହନୁ ହେ ମତେ ଏଥୁ ନିଶ୍ଚୟ ନେବେ କି ବାନର ବଳ ଘେନି ସିନ୍ଧୁ ପାର ହୋଇ ଏତେକୁ ଆସିବେ କି ମତେ ଟି ହନୁ ଚିନ୍ତା କରୁଥାନ୍ତି କି ଚିତରେ ଚିତାଇ ମୋ ଭାବ ସ୍ନେହ ଚିଟିକି ମୋ ବିଷୟରେ ଯଥାର୍ଥ କରି ନ କହିବ ହନୁ ହେ ସତେ କି ଶ୍ରୀମୁଖ ଦେଖିବି ସତ କହନୁ କେତେ ଦିନ ଯାଏ ତନୁରେ ଜୀବନ ରଖିବି ବୋଲଇ ଯେ ହନୁ କନ୍ଧରେ ବସାଇ ଶ୍ରୀରାମ ପାଶେ ଘେନି ଯିବି ସ୍ୱଇଚ୍ଛାରେ ମୁହିଁ କେମନ୍ତ ପ୍ରକାର ପୁରୁଷ ଅଙ୍ଗକୁ ଛୁଇଁବି ହନୁ ହେ ରାବଣ ଚରାଇ ଆଣିଲା ତୁମେ ଚରାଇ ଘେନି ଗଲେ ପ୍ରଭୁଙ୍କ ଯଶ ଆଉ କାହିଁ ରହିଲା ବିଶ୍ରବାନନ୍ଦନ ଆସିଣ ଏଠାକୁ କଣ୍ଠ ହେବେ ନିମାସ କଲା
ବେନି ମାସେ ମତେ ଶ୍ରୀରାମ ଲକ୍ଷଣ ଦେଖାଇବୁ ବୋଲି ବଇଲା। ହନୁ ହେ ଏକ ମାସ ଥିବ ପ୍ରାଣ ହେ, ପ୍ରାଣ ଥାଉ ଥାଉ ଶ୍ରୀରାମ ଲକ୍ଷଣ ଶୀଘ୍ର କରି ତୁମ୍ଭେ ଆଣ ହେ। କିମ୍ପା ହନୁ ମୋର ପାଇଁ ରାମ ଦେଲେ କର ପଲ୍ଲବରୁ ମୁଦ୍ରିକା, ଶୂନ୍ୟ ଯେ ଦିଶୁଥିବ ମୋ ପ୍ରଭୁଙ୍କର କର କମଳ ଅନାମିକା। ହନୁ ହେ ଏ ମୁଦ୍ରିକା ନହେ ଅନ୍ତର, ପ୍ରଭୁଙ୍କର କରେ ଥାଇଣ ମକ ତନୁ ଭ୍ରମୁ ଯେ ଥାଇ ନିରନ୍ତର। ମୁଦ୍ରିକା ମସ୍ତକେ ଲଗାଇ ଆପଣ ପଣନ୍ତରେ ବାନ୍ଧି ରଖିଲେ, ମଥାରୁ ମଣି ବାହାର କରି ପୁଣି ହନୁ କରେ ସମର୍ପିଲେ। ହନୁ ହେ ମଠାରେ କରୁଣା କରିବେ, ଦିନ ଜନଠାରେ କରୁଣା କଲେଟି କରୁଣା ସିନ୍ଧୁ ବଲାଇବେ। କହିବ ହନୁ ହେ ଏତିକି ମାତ୍ରକ ମହର ବିନୟ ଉଦନ୍ତ, କେବଳ ମହର କଲା ଅପରାଧ କରି କ୍ଷମା କରିବେ ମୋର କାନ୍ତ। ହନୁ ହେ ପ୍ରବୋଧ କରିଣ କହି, ବଲେ ବି ଶ୍ରୀରାମ ଛାମୁରେ ଜଣାଇ ନିକଟେ ଆଣିବି ଭଲଇ। କହେ ଅଞ୍ଜନା ସୁତ ଜଡ଼ିନ ପାଣି, କମଳ ପତ୍ର ନେତ୍ର ସନ୍ତାପଗ ଶୁଣିମା ଠାକୁରାଣୀ। ତୁମ ବିହୁନେ ଦଶରଥ ନନ୍ଦନ, ନିଶି ଦିବିଷେ ମୁଁ ଦେଖିନି ଗ ତାଙ୍କ ନିଦ୍ରା ଭଜନ। ତୁମର ଗୁଣ ଗୁଣନ୍ତି ଅହର୍ନିଶି, ଯଶନେ ଅନୁଦିନେ ତୁଟଇ ଗ କୃଷ୍ଣ ପକ୍ଷର ଶଶୀ। ଖସି ପଡ଼ଇ ଅଙ୍ଗୁଳିରୁ ମୁଦ୍ରିକା, ନୟନ ନୀର ଥିର ନୁହଇ ଗ ସେ ତ ଝୁରନ୍ତି ଏକା। କେତେବେଳେ ଧନୁଷର ଛାଡ଼ନ୍ତି, କେତେବେଳେ ତୁମ ବିହୁନେ ଗ ଧରଣୀରେ ପଡ଼ନ୍ତି। କେତେବେଳେ ଚନ୍ଦ୍ର ମଡ଼ନ୍ତି ତପନ, କେତେବେଳେ ରେ ମନ୍ଦ ମରୁତ ଗ କୂଳ ସର ସମାନ। ସଞ୍ଜୟ ପିଟାଇ କହ ଠାକୁରାଣୀ, ଯେମନ୍ତେ ମତେ ପ୍ରତେ କରିବେ ଗ ପ୍ରଭୁ କଦଣ୍ଡ ପାଣି। ସନ୍ତୋଷ କରିଦେଲ ମସ୍ତକ ମଣି, ପଚାରିଲେ ମୁଁ କିସ କହିବି ଗ କହ ଗୁପତ ବାଣୀ। ଆଉ ଦିନ କେତେ ରାମା ରାଜନ, ରାବଣକୁ ମାରିନ ତୁମକୁ ଗ ନେବେ ଏଥୁ ବହନ। ହନୁ ନୁହଁ ବିକଳ ଚିନ୍ତା ଛାଡ଼ ସକଳ, ବଲେ ବିଶି କହ ବିଶ୍ୱାସ ଗ ଶ୍ରୁତି ହେଉ ସଫଳ। କହଇ ହନୁ ଚିତ୍ରକୂଟ ବୃତ୍ତାନ୍ତ, ଗୁପତେ ବାରତ ତତେ ସେ କଥା। ପ୍ରଭୁ ଛାମୁରେ ଜଣାଇଲେ ଦୟା ବା କରିବେ ମତେ। ଦିନେ ଯେ ଶତ୍ରୁକୁମାର ମତେ ଦେଖି ମଦନେ ହଇଲା ବଶ, ମାଂସ ଶୁକାଇବା ସମୟରେ ହେଲା ମୋର ପାଶରେ ପ୍ରବେଶ। ସ୍ତନେ ମୋହର ନଖନ୍ତଣ ମାରନ୍ତେ, ରୁଧିର ହଇଲା ଜାତ। ତାହା ଦେଖି ରଘୁକୁଳର ଚନ୍ଦ୍ରମା କଲେ ତାକୁ କପଚିତ। କୁଶ ଗୋଟିଏ ଆସନୁ କାଢ଼ି ବ୍ରହ୍ମ ମନ୍ତ୍ରରେ ପ୍ରୟୋଗ କଲେ, କାକର ଜୀବନ ଘେନିଣ ଆସିବୁ ବୋଲି ତାକୁ ଆଜ୍ଞା ଦେଲେ। କାଳ ପଳାଇ ତ୍ରିଭୁବନ ବୁଲିଲା, ଶରଣ କେହି ନ ଦେଲେ। ପୁଣି ଶ୍ରୀରାମ ଚରଣ ତଳେ ପଡ଼ି ଶରଣ ଆସି ପଶିଲେ। ତାହା ତ୍ରିଭୁବନ ଗଡ଼ଇ ଶତ୍ରୁ କରିଲା ବିନାଶ, ସରମାନ ତୃଣୀରୁ କି ଖେପିଲେ ରାବଣ ନୁହନ୍ତା ନାଶ। ଏଣୁ ବିଚାରଇ ମହଠାରେ ଆଉ ନାହିଁ ପୂର୍ବ ଅନୁରାଗ, ଆହୁରି ଗୁପତ କଥାଏ କହିବି ପବନ ସୁତ ତ ଆଗ। ଦିନେ ମତେ ବେଶ କରିଣ ଜାହ୍ନୁରେ, ବସାଇଲେ ଚିତ୍ରକୂଟେ ମନଶିଳେ ମେରୁ ଘେରୁ ଘରିଣ ତିଲକ, ରଚିଲେ ମୋର ଲଲାଟେ। ଏହି ସମୟରେ ଚିବୁକ ଧରିଣ ବୋଲନ୍ତି ଅଛନ୍ତି ଯାହା, ସେ କଥା ଚେତଇ ଦୟା ବା କରିବେ ଚିତାଇବୁ ତୁ ତାହା। ଯାହା ଦେଖୁଛ ଏ ବେଦନା ମୋହର ବାରେ ମାତ୍ର ଜଣାଇବ, ଲକ୍ଷଣ ସହିତେ ପ୍ରଭୁଙ୍କୁ ତୁମର ଥରେ ଠାକୁ ଆଣିବ। ଜାଣିଲି ପ୍ରଭୁଙ୍କ ବିଶ୍ୱାସ ସେବକ ଅଟ ହେ ଅଞ୍ଜନା ସୁତ, କେବଳ ଜୀବନ ମାସେ ମୋର ଥିବ ଆସିବ ତୁମେ ତୁରିତ। ଠାକୁରାଣୀ ବାଣୀ ଶୁଣି କପିମଣି ମନରେ ବିଚାର କଲେ, କାର୍ଯ୍ୟ ସିଦ୍ଧ ହେବ ଅସୁର ଥକାଏ ମାରି ଏଥୁ ମୁହିଁ ଗଲେ। ପୁଣି ବିଚାରିଲେ ପୁତ୍ର ମୁଁ ଅଧିକ କରିଛି ଏ ମଧୁବନ, ଏହା ମୁଁ ଭାଙ୍ଗିଲେ ଅସୁରେ ହଇଲେ ତେବେ ହଇବ ନିଧନ। ଏତେ ବିଚାରିଣ ମେଲାଣି ହଇଣ ମଧୁବନେ ପରବେଶ, ସମସ୍ତ ତରୁ ଭାଙ୍ଗି करे ଲାଗିଲେ ଭଣେ ବି ଶ୍ରୀରାମ ରସ।
ପଦ୍ମବନ ଯଶ ଅନେକ ମନ୍ଥେ କରିବର ତେସନ କପଟାନ୍ତରେ ପବନ କୁମାର ମଡ଼ ମଡ଼ ଧୁନି ଯେ ସୁବଇ ଶବଦ ଶୁଣି ତ ଟାଳିଆ ମାନେ ହଇଲେ ସ୍ତବଦ ଧାଇଁ ଆସି ଦେଖିଲେ ଯେ ସକଳ ଦଇତ ସମସ୍ତ ବୃକ୍ଷକୁ ଭାଙ୍ଗି ଅଛି ହନୁମନ୍ତ ତ ଟାଳିଆ ମାନେ ଭୟେ ପଳାଇ ନ ଗଲେ ରାବଣ ଛାମୁରେ ଯାଇ ପ୍ରବେଶ ହୋଇଲେ ଆସ୍ଥାନେ ବିଜୟ କରିଅଛି ଲଙ୍କାନାଥ ସଭାରେ ବସି ଅଛନ୍ତି ଦେବତା ସମସ୍ତ ଚାର ଜଣ ଆଇଲେ ଦେବ ଶୁଣନ୍ତ ସାନନ ବାନର ଭାଙ୍ଗିଲା ତୁମ ତଟା ମଧୁବନ ଫଳିଲା ଫୁଟିଲା ବୃକ୍ଷ କଲା ନାର କାର ବିକ୍ରମକ ହୋଇ ତୁମେ ଶୁଣ ଦଶ ଶିର ତଟା ଭଗ୍ନ ଦେଖିନ ସୁରେ ଧାଇ କହନ୍ତେ ରାଜା ଛାମୁରେ ଶୁଣି ଲଙ୍କା ସାଇ କପ ମୁଖ ହୋଇ ଆଜ୍ଞା ଦେଲେ କଜାବରେ କିଙ୍କରେ ଅସୁରେ ଆଜ୍ଞା ପାଇନ ଲଙ୍କାରାଣ ସଙ୍ଗେ ଘେନିନ ଅସୁର ସୈନ୍ୟ ଅତି କ୍ରୋଧରେ ମଧୁବନ ଦ୍ୱାରେ ହନୁ ସଙ୍ଗେ ଆରମ୍ଭିଲେ ରଣ ସେ ଅସୁରେ ଦେଖି କପ କଲେ ହନୁ ବୀରେ ବେନି করে ଧରି ତରୁବର ବୁଲାଇ ବୁଲାଇ ପ୍ରହାରନ୍ତେ ନେଇ ପଡ଼ି ନାଶ ଗଲେ ସର୍ବଦତ୍ୟ ମାରୁତି ଦେଖି ପଳାଇଲେ ଦତ୍ୟ ଗଣ ଜାଣିଲେ ରାଜା ପାରୁଷରେ ମୁହିଁ ଦଶ ଶିର କପେ ଥରହର ବୋଲେ ଯାଓରେ ଶାଳକ ଗଣ ଧନୁଜେ ଆଜ୍ଞା ପାଇଣ ଧନୁରେ ବୀର ବେଗେ ଲଙ୍କାରୁ ହେଲେ ବାହାର ଛତ୍ର କୁନ୍ତ ଭୂଷଣ ଶକତି ଘେନି ମିଳିଲେ କତଟାପୁର ସେ ଅସୁରେ ବସି ଅଛି ବୀର ହନୁମନ୍ତ ଦେଖି କପେ ଧାଇଲେ କଦତ୍ୟ କାହିଁର ବାନର ତୁଚ୍ଛାର ପାମର ଆମ ତଟା କିମ୍ପା କଲୁ ହତରେ ବାନର ଶୁଣି କପ କଲା ହନୁମାନ କାଳଚକ୍ର ପ୍ରାୟ ନୟନ ତାଙ୍କ ଶସ୍ତ୍ର ନେଇ ତାଙ୍କୁ ମାରଇ ବେଗେ ନାଶ କଲା ସର୍ବସୈନ୍ୟ ବାନର ଉପାୟରେ ଦତ୍ୟ ପଳାଏ ଭୟ ପାଇ ଦତ୍ୟ ପଳାଇଲେ ଯାଇ ରାଜା ଆଗେ ଜଣାଇଲେ ଯେବଣ ସୈନ୍ୟକୁ ଖେପିଲ ରଣକୁ ସେହି ସବୁ ହତ ହେଲେ ଜୟ ପ୍ରଭୁ।